ମାତୃଭାଷା ମାତୃଭୂମି ପ୍ରତି ନିଜର ପ୍ରତିବନ୍ଧତା ଶିଖାଏ। ତେଣୁ ମାତୃଭାଷା ପ୍ରତି ଆଦର ଓ ସମ୍ମାନ ରହିବା ଉଚିତ ବୋଲି ବରଗଡ଼ ରାଣା ପ୍ରତାପ ସ୍କୁଲ ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୂଲ୍ୟରେ ମାତୃଭାଷା ଦିବସ ପାଳନ ଅବସରରେ ମତ ପ୍ରକାଶ ପାଇଛି। ସଂସଦର ସଭାପତି ଛାତ୍ରୀ ଧରିତ୍ରୀ ନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦିକା ଶାଲିନୀ ଶାହ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ମାତୃଭାଷା କିପରି ମାତୃଭୂମି ପ୍ରତି ପ୍ରତିବଦ୍ଧତା ଶିଖାଏ ଉଲ୍ଲେଖ କରିଥିଲେ। ଉପସଭାପତି ଶୋଭିତ ନାୟକ ସହ ସମ୍ପାଦିକା ରୀତିକା ଶାହ, କୋଷାଧ୍ୟକ୍ଷ ମମତା ମହାରଣା ପ୍ରମୁଖ ଉପସ୍ଥିତ ରହି ମାତୃଭୂମି ଓ ମାତୃଭାଷାର ମହତ୍ତ୍ୱ ସମ୍ବନ୍ଧରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ସଂସଦର ଉପଦେଷ୍ଟା ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଏଭଳି ଆଲୋଚନା ଆୟୋଜନକୁ ପ୍ରଶଂସା କରିଥିଲେ। ବରଗଡ଼ରୁ ବିଜୟ କୁମାର ମିଶ୍ରଙ୍କ ରିପୋର୍ଟ, A1 ଓଡ଼ିଶା।